ଏକ ବିରାଟ ସମ୍ବାଦପତ୍ର ସଂସ୍ଥା ଏକ ସାହିତ୍ୟ ଆନ୍ଦୋଳନ ଚଳି ଆସୁଛନ୍ତି। ଇଏ ଭାରତବର୍ଷ ସାମ୍ବାଦିକ ଜଗତରେ ଏକ ଅଭିନବ ପ୍ରୟାସ, ଏକ ସମ୍ଭ୍ରାନ୍ତ ବିଶ୍ୱବିଦ୍ୟାଳୟ ତାର କୁଳପତି ମହୋଦୟ ଏହା ସହିତ ସହଯୋଗ କରି ଏହି ଅସାମାନ୍ୟ ବକ୍ତବ୍ୟକୁ ତାଙ୍କ ପ୍ରତିଷ୍ଠାନର ଏକ ଉପାଦାନ ରୂପେ ଗ୍ରହଣ କରୁଛନ୍ତି। ସେ ପାଇଁ ମୁଁ ତାଙ୍କ କୃତଜ୍ଞତା ଜ୍ଞାପନ କରୁଛି। ଏ ମଧ୍ୟ ଏକ ଅଭିନବ କଥା, ଏକ ନୂତନ ସଂଯୋଗ, ଏକ ନୂତନ ସହାନୁଭୂତି ଏବଂ ସହଯୋଗର ପ୍ରତୀକ। କାହିଁକି ଏହା ଉଲ୍ଲେଖଯୋଗ୍ୟ ବିଶେଷ ଭାବରେ, ତାର କାରଣ ମୁଁ ଆପଣଙ୍କ ଆଗରେ ଉପସ୍ଥାପନ କରିବି। ଯଦି ଆଜି ପ୍ରଶ୍ନ କରାଯାଏ ଆଜିର ମଣିଷର ପରିଚୟ କ'ଣ, ତାର ପ୍ରଥମ ଉତ୍ତର ମୁଁ ବିଶେଷ ଭୂମିକା ଦେବି ନାହିଁ, କାରଣ ମୁଁ ଯାହା କିଛି କହିବି ମୋର ବିଶ୍ୱାସ ଏ ସମସ୍ତଙ୍କର ଅନୁଭବର ବ୍ୟାପାର। ଆଜିର ମଣିଷର ପ୍ରଥମ ପରିଚୟ ହେଲା କାଳିଦାସଙ୍କର ଗୋଟାଏ ଫ୍ରେଜ୍, ଗୋଟାଏ ଶବ୍ଦିକା ମୁଁ ବ୍ୟବହାର କରୁଛି, ସ୍ୱାଧିକାର ପ୍ରବର୍ତ୍ତ। ବୋଧେ କୌଣସି ଯୁଗରେ ମଣିଷ ଏତେ ସ୍ୱାଧିକାର ପ୍ରବର୍ତ୍ତ ନଥିଲା। ନିଜ ଅଧିକାରକୁ ନେଇ ଏତେ ବେଶୀ ଅହଙ୍କାରୀ ମଣିଷ କେବେ ପୂର୍ବରୁ ହେଇନଥିଲା। ଅନ୍ଧ ଅହଙ୍କାର ବଶୀଭୂତ ଆଜିର ମଣିଷ। ଏବଂ କାଳିଦାସଙ୍କର ସେ କବିତାର ଯେ ନାୟକ, ବ୍ୟବହୃତ ନାୟକ, ସେ ନିର୍ବାଚିତ ହେଇଥିଲା ନିଜର ଅହମିକା ଯୋଗୁଁ, ନିଜର ଅଧିକାର ବହିର୍ଭୂତ କିଛି କାମ କରିଥିବା ଯୋଗୁଁ। ଆଜି ଆମେ ସମସ୍ତେ ନିଜ ନିଜ ପାଖରୁ ନିର୍ବାସିତ, ନିଜର ଅନ୍ତର୍ଜୀବନ ପାଖରୁ ନିର୍ବାସିତ, ନିଜର ବିବେକ ପାଖରୁ ନିର୍ବାସିତ, ଅତ୍ୟନ୍ତ ସ୍ଥୂଳ ଏବଂ ଉପଠାଉରିଆ ଜୀବନ ଆମେ ଯାପନ କରୁଛୁ। ଏବଂ ସେଇ ଯୋଗୁଁ ଏହି ପ୍ରଥମ କାରଣ ହେଉଛି ଆଜି ସମାଜର ଯେ ବିରାଟ ଅବ୍ୟବସ୍ଥା, ବିଶୃଙ୍ଖଳା ଏବଂ ହତାଶାବାଦ ମାନବ ବିବେକକୁ ସମ୍ପୂର୍ଣ୍ଣ ଭାବରେ ମେଘାଚ୍ଛନ୍ନ କରିକି ରଖିଛି। ଏ ନୂଆ କଥା କିଛି ନୁହେଁ, ଏଥିରେ କୌଣସି ଆଳଙ୍କାରିକତା ନାହିଁ, ବାହୁଲ୍ୟ ମଧ୍ୟ ନାହିଁ। ମୁଁ ଜାଣେ ସମାନ୍ତରାଳ ଆଶାବାଦ ବି ରହିଛି, ଅଭିପ୍ସା ରହିଛି, ଏ ଅବସ୍ଥାକୁ ଅତିକ୍ରମ କରିବାର ଉଦ୍ୟମ ବି ରହିଛି। ସେ ଉଦ୍ୟମର ଅନ୍ୟତମ ଉଦ୍ୟମ ହେଉଛି ଏଇ ଗୋଟିକ ସଭା। କିନ୍ତୁ ମୁଖ୍ୟତଃ ଖାଲି ବାପା ମା ନିଜର ପିଲାଙ୍କଠୁ ନିର୍ବାସିତ ନୁହନ୍ତି, ଖୋଦ ମଣିଷଟିଏ ତାର ନିଜର ବିବେକ ଠାରୁ ମଧ୍ୟ ନିର୍ବାସିତ ହୋଇ ରହିଥାଏ। ଏବଂ ଯେତେବେଳେ ଏଇ ଘଟଣା ଘଟୁଛି ସେତେବେଳେ ସେ ଆହୁରି ଉତ୍ତେଜିତ ହେଇକି ଗ୍ଲାନିବୋଧ ରକ୍ଷା କରିବା ପାଇଁ ଅଧିକ ବିଶୃଙ୍ଖଳ ଏବଂ ସମାଜରେ ନିଜର ଅହମକୁ ମିଶେଇକି ଅନ୍ୟମାନଙ୍କ ସହିତ ସାମୂହିକ ଅହମର ଶିକାର ହେଇ ନାନା ପ୍ରକାର ବିପ୍ଳବ ସୃଷ୍ଟି କରୁଛି। ରେଳରୋଗଠୁ ଆରମ୍ଭ କରି ଦେଶବନ୍ଧଠୁ ଆରମ୍ଭ କରି ସବୁକିଛି ପର୍ଯ୍ୟନ୍ତ, ଯେଉଁଥିରେ ସମଗ୍ର ଜନସାଧାରଣ ବିପନ୍ନ। ପ୍ରତ୍ୟେକ ଯେହେତୁ ସ୍ୱାଧିକାର ପ୍ରବର୍ତ୍ତ, କେହି କାହାକୁ ନିର୍ବାଚିତ କରିବାର ଅଧିକାର ନାହିଁ। ଇଏ ଏକ ଅବସ୍ଥା ଯାହା ଉପରେ ଆପଣ ଯଦି ଟିକେ, ମୁଁ କ୍ଷମା ପ୍ରାର୍ଥନା କରୁଛି, ଅନେକଙ୍କୁ ହୁଏତ ଟିକେ ଉଦ୍ଧତ କଥା ଉଦ୍ଧତ ଶୁଭୁଥିବ, ଟିକେ ବାସ୍ତବ ଯଦି ଏଇ ବୟସକୁ ଘୋଷଣା ନ କରିବି ଆଉ କେବେ କେତେ ଦିନ ଛଳା କରି ଆମେ ରହିଥିବୁ ପରସ୍ପର ପାଖରେ। ଆଜିର ମଣିଷ ଦ୍ୱିତୀୟ ପରିଚୟ ହେଉଛି, ସେ ପରିଚୟଟି ଗୋଟିଏ ବହିର ନାମ, ବିଖ୍ୟାତ ପ୍ରଖ୍ୟାତ ବୋଲି କହିବି ମନସ୍ତତ୍ତ୍ୱବିଦ କାର୍ଲ ଗୁସ୍ତାଭ ୟୁଙ୍ଗ। ତାଙ୍କର ବହିର ଶିରୋନାମା ହେଉଛି ମଡର୍ନ ମ୍ୟାନ୍ ଇନ୍ ସାର୍ଚ୍ଚ ଅଫ୍ ଏ ସୋଲ୍, ଆତ୍ମାର ସନ୍ଧାନରେ ଆଜିର ମଣିଷ। ସିଏ ହୁଏତ ଆତ୍ମାର ସନ୍ଧାନ କରୁଥିଲେ, କିନ୍ତୁ ଆମେ ଅଧିକାଂଶ ବ୍ୟକ୍ତି ଜାଣୁନା କ'ଣ ସନ୍ଧାନ କରୁଛୁ। ଆମେ ସନ୍ଧାନ କରୁଛୁ ଗୋଟାଏ କିଛି ଅଭାବ ରହିଯାଉଛି ଆମ ଜୀବନରେ, ଗୋଟାଏ କିଛି ପାଇନାହୁଁ ବୋଲି ଆମେ ପ୍ରତ୍ୟେକ ବିଷାଦଗ୍ରସ୍ତ। ଆପଣ ଜାଣନ୍ତି ସମସ୍ତେ ଯେ ଭାରତବର୍ଷ ପୃଥିବୀର ସବୁଠୁ ବିଷାଦଗ୍ରସ୍ତ ଦେଶମାନଙ୍କ ମଧ୍ୟରେ ଅନ୍ୟତମ। ଆମେ ବିଷାଦଗ୍ରସ୍ତ କ'ଣ ବୋଲି ଖୋଜୁଛୁ, କିନ୍ତୁ ଯଦି ଆମେ ଜାଣିଥାନ୍ତୁ ଆମେ ଆତଙ୍କ ଖୋଜୁଛୁ ବୋଲି ପରିସ୍ଥିତି ଆଉ ଭିନ୍ନ ହେଇଥାନ୍ତା। ଆମେ ତ ଜାଣୁନା। ଏବଂ ଏଇ ଯୋଉ ବିଷାଦ, ଆପଣ ଭାବନ୍ତୁ ନାହିଁ ଯେ କ୍ଷମତାଶୀଳଠୁ ଆରମ୍ଭ କରି ପୁଞ୍ଜିପତି, ବିତ୍ତଶାଳୀ,
ଏମାନେ ସବୁ ଏଇ ଅବସାଦରୁ କିମ୍ବା ଏଇ ବିଷମତାକୁ ମୁକ୍ତ ଗୋଟିଏ ନୁହେଁ। ଯଦି ଆପଣ ପଢିବେ ଚର୍ଚ୍ଚିଲଙ୍କର ବୃହତ୍ତର ଜୀବନୀ, ଯୋଉ ଚର୍ଚ୍ଚିଲଙ୍କର ଉଦାତ୍ତ ଭାଷଣ ସାରା ମିତ୍ରପକ୍ଷକୁ ଏକତ୍ର କରି ରଖିଥିଲା ଏବଂ ଦ୍ୱିତୀୟ ମହାସାଗର ବିଜୟ ଲାଭର ଅନ୍ୟତମ ଶକ୍ତି ରୂପେ କାର୍ଯ୍ୟକାରୀ ହୋଇଥିଲା, ସିଏ ମଧ୍ୟ ଭୟଙ୍କର ବିଷାଦ ଅନୁଭବ କରୁଥିଲେ। ଯୋଉ ଫ୍ରଏଡ୍, ସିଗମଣ୍ଡ ଫ୍ରଏଡ୍ ତାଙ୍କର ମନୋବିଶ୍ଳେଷଣ ମାଧ୍ୟମରେ କେତେ ଲୋକଙ୍କୁ ମାନସିକ ବିକାରରୁ ରକ୍ଷା କରିବା ପାଇଁ ଚେଷ୍ଟା କରୁଥିଲେ। ତାଙ୍କର ତତ୍ତ୍ୱ ବ୍ୟତୀତ ସତ୍ୟ ସେ ଭିନ୍ନ କଥା, କିନ୍ତୁ ଚେଷ୍ଟା କରୁଥିଲେ। ସେ ନିଜେ ମଧ୍ୟ ଭୟଙ୍କର ବିଷାଦ ପୀଡ଼ିତ ଥିଲେ। ଅର୍ଥାତ୍ ଏଇ ଯୋଉ ମଣିଷ ନିଜର ଗୋଟାଏ ସତ୍ତାରୁ, ନିଜର ଅନ୍ତଃସତ୍ତାରୁ ନିଜକୁ ନିର୍ବାସିତ କରି କେବଳ ବହିଃଶୁଦ୍ଧ ରହିବାର ଏଇ ଯୋଉ ପରମ୍ପରା, ଏଇ ପରମ୍ପରା ଆରମ୍ଭ ହେଲାଣି ପ୍ରାୟ ବିଂଶ ଶତାବ୍ଦୀ ପ୍ରଥମରୁ। ଏବଂ ଏଇଟା ମୋତେ ମନେ ପକେଇ ଦେଉଛି ୟାର କାରଣଟା କ'ଣ? ୟାର କାରଣ ହେଉଛି ଆମର ମନ ବୁଦ୍ଧି ଦ୍ୱାରା ଯେତେ କିଛି ସମ୍ଭୋଗ ସାମଗ୍ରୀ, ଯେତେ କିଛି ଶକ୍ତିର ସାମଗ୍ରୀ, ଯେତେ କିଛି ସୁବିଧା ସୁଯୋଗ ସାମଗ୍ରୀ, ବିଜ୍ଞାନ, କଳା, ସଙ୍ଗୀତ, ଯାହା କିଛି ଆମେ କରିପାରିଛୁ, ସେ ସବୁ ଯେତେବେଳେ ଲଗାମ ଛଡ଼ା ହେଇଯାଉଛନ୍ତି, ତାକୁ ଆୟତ୍ତ କରିବା ପାଇଁ ଆମ ପାଖରେ ଅନ୍ୟ ଗୋଟିଏ ଚେତନାଗତ ଶକ୍ତି ନାହିଁ। ଯୋଉ ମନ, ଯୋଉ ବୁଦ୍ଧି ଦ୍ୱାରା ଆମେ ସବୁ ନିର୍ମାଣ କରିଛୁ, ଯେତେବେଳେ ଫ୍ରାଙ୍କେନଷ୍ଟାଇନ୍ ଭଳିଆ, ଆପଣ ସବୁ ଉପନ୍ୟାସ ଗଳ୍ପ ଜାଣିଥିବେ, ଜଣେ ବହୁତ ଭଳି ବ୍ୟକ୍ତି ଗୋଟେ ଅଦ୍ଭୁତ ପ୍ରାଣୀ ସୃଷ୍ଟି କଲା ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଯୋଡ଼ିକି, ଏବଂ ସେ ରୋଗଟି ନାମ ଫ୍ରାଙ୍କେନଷ୍ଟାଇନ୍। ପ୍ରକୃତ ସେଇ ପ୍ରାଣୀର ନାମ ଫ୍ରାଙ୍କେନଷ୍ଟାଇନ୍ ନୁହେଁ, ଯାହା ଉଦ୍ଭାବକ ତା ନାମ ଫ୍ରାଙ୍କେନଷ୍ଟାଇନ୍। କିନ୍ତୁ ଯୋଉ ପ୍ରାଣୀ ସେ ସୃଷ୍ଟି କଲା, ତତ୍କ୍ଷଣାତ୍ ସେ ତାକୁ ଗ୍ରାସ କରି ତାକୁ ହତ୍ୟା କରିବା ପାଇଁ ଚେଷ୍ଟା କଲା। ଠିକ୍ ଆମ ସମସ୍ତ ମନୋବୁଦ୍ଧି ପ୍ରୟୋଗ କରିକି ଆମେ ଯେତେ ପ୍ରକାର ଆମୋଦ ପ୍ରମୋଦ, ସୁଖ, ସୁବିଧା, ସ୍ୱାଚ୍ଛନ୍ଦ୍ୟ ପରିବେଶ ସୃଷ୍ଟି କରିଛୁ, সেই সমস্ত ভিতরে লুচিকি রয়েছে অবসাদ, এবং সে অবসাদর শেষ হতাশার চূড়ান্ত মৃত্যু। 2000 ବର୍ଷରୁ ଅଧିକ କାଳ ତଳେ ଜଣେ ଋଷି ପ୍ରତିମ କବି, ଏବଂ ବାଲ୍ମୀକି ବ୍ୟାସଙ୍କ କଥା କହୁ ନାହିଁ, ପାଶ୍ଚାତ୍ୟ ଜଗତର ଜଣେ କବି ହୋମାର ତାଙ୍କର ଇଲିଆଡ ଓଡିଶୀ ଦୁଇ ମହାକାବ୍ୟ ରଚନା କରିଥିଲେ। ଯୋଉ ଓଡିଶୀ ଯୋଉ ମହାକାବ୍ୟ, ତାର ଗୋଟାଏ ଦୃଶ୍ୟ ମନେ ପଡୁଛି, ଆଜି ଗୋଟାଏ ଘଟଣା ମନେ ପଡୁଛି। ଯେତେବେଳେ ବିରାଟ ଟ୍ରୋଜାନ ଯୁଦ୍ଧ ଅନ୍ତେ ମହାବୀର ୟୁଲିସେସ୍ ସମୁଦ୍ର ପଥରେ ନିଜର ରାଜ୍ୟ ଇଥାକାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି, ଗୋଟିଏ ପରେ ଗୋଟାଏ ରହସ୍ୟ ଅଭିଜ୍ଞତା କରି ରହୁଛି। ସେ ଜାଣିଥିଲେ, ତାଙ୍କୁ କହି ଦିଆଯାଇଥିଲା ଯେ ଏମିତି ଗୋଟେ ଦ୍ୱୀପ ପାଖ ଦେଇକି ଆପଣ ଯିବେ, ଯୋଉ ଦ୍ୱୀପରୁ ଗୋଟେ ଅପୂର୍ବ ଅଦ୍ଭୁତ ସଙ୍ଗୀତ ଭାସି ଆସିବ, ଏବଂ ଆପଣ ଯଦି ସେ ସଙ୍ଗୀତ ଶୁଣିବେ, ଧୀରେ 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 ଆଉ ସବୁ କିଛି ଭୁଲି ଯାଇକି ନା କୌଣସି ଉର୍ଦ୍ଧ୍ୱ ଚେତନାକୁ ଯିବେନି, ଏତେ ନିମ୍ନ ଚେତନାକୁ ଚାଲିଯିବେ, ଯୋଉଠି ଆପଣ ଧୀରେ ଧୀରେ ପ୍ରାଣତ୍ୟାଗ କରୁଥିବା ମଧ୍ୟ ବୁଝିପାରିବେ ନାହିଁ। ଅତଏବ ଯେତେବେଳେ ସେଇ ଦ୍ୱୀପଟି ପାଖାପାଖି ହେଲା, ୟୁଲିସେସ୍ ତାଙ୍କର ସମସ୍ତ ନାବିକମାନଙ୍କର କାନକୁ ବନ୍ଦ କରିଦେଲେ ବହନ ଦେଇକି, ଏବଂ ନିଜକୁ ବାସ୍ତୁ ସହିତ ବାନ୍ଧିକି ରଖିଲେ। ଯେତେବେଳେ ସେ ସଙ୍ଗୀତ ଆସିଲା, ଉଚ୍ଛନ୍ନ ହେଲେ, ସେ ମତେ ଖୋଲିଦିଅ ଖୋଲିଦିଅ, କିନ୍ତୁ ତାଙ୍କ କଥା କି ଶୁଣି ପାରୁନଥିଲେ ନାବିକମାନେ, ତାଙ୍କ କାନ ସବୁ ବନ୍ଦ। ଆସ୍ତେ ଆସ୍ତେ ସଙ୍ଗୀତ ଅନ୍ତର୍ହିତ ହେଇଗଲା, ନୌକା ଦୂରକୁ ଚାଲିଗଲା, ତାଙ୍କ ବୋଧ ଦୂରକୁ ଚାଲିଗଲା। ତାପରେ ସେ ନିଜକୁ ବନ୍ଧନମୁକ୍ତ କରିକି ଅନ୍ୟମାନଙ୍କର କାନକୁ ମଧ୍ୟ ଖୋଲା କରିଦେଲେ। ଏହା ତାତ୍ପର୍ଯ୍ୟ, ଯୋଉ ସଙ୍ଗୀତ ଆମକୁ ଆନନ୍ଦ ଦେବା କଥା, କିନ୍ତୁ ଯଦି ଚେତନା ପ୍ରସ୍ତୁତ ନଥିବ, ଚେତନା ଯଦି ଅପରିପକ୍କ ଅବସ୍ଥାରେ ଥିବ, ସେଇ ସଙ୍ଗୀତ ମଧ୍ୟ ସେ ସଦ୍ଭାବ କରି। ସଙ୍ଗୀତ ଅଛି ସମସ୍ତ ମାନବିକ ପ୍ରଚେଷ୍ଟାର ଗୋଟାଏ ନମୁନା, ଗୋଟାଏ ପ୍ରତୀକ ମାତ୍ର। ବିଜ୍ଞାନ ଏବଂ ସେ କହୁଛନ୍ତି, ୟୁନିସେଫରେ କୁହାଯାଇଛି ଯେ ସମସ୍ତ ବହିର୍ଜାତି ସେ ସଙ୍ଗୀତ ଶୁଣି ଶୁଣି ଧୀରେ ଧୀରେ ଚେତନା ଅଧରମିତ ହେଇକି ନିସ୍ତେଜ ହେଇଯାଏ, ଏବଂ ତାପରେ ନିର୍ବାଧିତ ହେଇଯାଏ। ଆଜି ବିଜ୍ଞାନ ଭିତରେ ଲୁଚିକି ରହିଛି ସେଇ ମୃତ୍ୟୁ, ଆଜି ସଂସ୍କୃତି ଭିତରେ ଲୁଚିକି ରହିଛି ସେ ମୃତ୍ୟୁ, ପରମାଣୁ ଠୁ ଆରମ୍ଭ କରି ସେଲ୍ଫି ଭିତରେ ଲୁଚିକି ରହିଛି ସେ ମୃତ୍ୟୁ। ଯୋଉ ସେଲ୍ଫି ଆପଣ ତାକୁ ଉଲ୍ଲେଖ କରୁଥିଲେ କିଷାନ ବାବୁ, ଯୋଉ ସେଲ୍ଫି ଆମର ସୁବିଧା ସୁଯୋଗ ପାଇଁ ଉଦ୍ଦିଷ୍ଟ, ପ୍ରତିବର୍ଷ କେତେ ହଜାର ଯୁବକ ସେଇ ସେଲ୍ଫିର ମାୟାରେ ଉଚ୍ଛନ୍ନ ଏବଂ
ସେଇ ଯେଉଁ ଭାଷା ମୁଁ କହୁଥିଲି ପୁରାପୁରି ଆତ୍ମବିସ୍ମୃତ ହେଇକି ମୃତ୍ୟୁବରଣ କରୁଛନ୍ତି। ବିଜ୍ଞାନ, ସଂସ୍କୃତି, ସାହିତ୍ୟ ସବୁକିଛି ଭିତରେ ମୃତ୍ୟୁ ମଧ୍ୟ ଲୁଚିକି ରହିଥାଏ। ଯଦି ଆମର ଚେତନା ତାକୁ ଆୟତ୍ତ କରି ନପାରେ, ତା ନବତର ସୃଜନକୁ ଯଦି ଏକ ଉଚ୍ଚତର ଚେତନା ଯଦି ତାକୁ ଆୟତ୍ତ କରି ନପାରେ, এই চাইছিল অবস্থা। সাহিত্য জগতের ইয়ার প্রতিক্রিয়া কেবল আরম্ভ হল। হঠাৎ যে প্রকার ধারাবাহিক সাহিত্য লেখা হোলা, সে সাহিত্য লেখা উচিত নুহে, নূয়া প্রকার সাহিত্য লেখা হব। খুব সংক্ষেপে কহিলি পাশ্চাত্য জগতের আরম্ভ এক আন্দোলন সার্রিয়ালিজম, অর্থাৎ সবুকিছি যা কিছু আমি দেখুছু সে একমাত্র বাস্তবতা নয়, ঠিক কথা। কিন্তু মনকু যে চিন্তা আসুথিব, যে ভাবনা আসুথিব, তাকে জড়েই জড়েই গোটে কৌশি প্রকার গোটে কবিতা সৃষ্টি করেদেলে হেতুহীন কবিতা, সে হয়ে সাহিত্য। এই গোটে আন্দোলন আরম্ভ হয়ে গেল। সেই যেহেতু আন্দোলনটি আরম্ভ হয়ে গলা, অদ্ভুত কবিতা মানুষ লেখা হলা। মু তো বিশেষ আজ তো সময় নাই কহা, গোটা দৃষ্টান্ত আপনার দৌছি, ইংরেজিটা পড়ু না। ইংরেজীর অবিকল অনুবাদ হচ্ছে এই কবিতাকে। জনে নিজ স্ত্রীকে বর্ণনা করছেন এবং সেই কবি যে কি সার্রিয়ালিস্টিক আন্দোলনের উদ্গাতা প্রেতম বিশাল বাবু সবুজ সান ভাই ভা কাম করতে এবং নম্র শিক্ষক এবং সে স্ত্রীঙ্ বর্ণনা দেউছেন। অরণ্যর অগ্নি সমেত ମୋ ପରୀର କେଶବାସ, ଅଗ୍ନି ଭଳିଆ ନୁହେଁ, ସମେତ ମୋ ପତ୍ରୀର କେଶବାସ ଭାବନା ସମନ୍ୱିତ ବାଘର ଦାନ୍ତ ପକ୍ତିରେ ଗୋଟାଏ ଓଧର କୋଟି ଦେଶ। କିଛି ବୁଝିପାରିବାର ଅର୍ଥ ବୁଝିପାରିବା ଦରକାର ନାହିଁ। ଆମର ଓଡ଼ିଆରେ ବହୁତ ସାରିଆଲିଷ୍ଟ କବିତା ଅଛି। କଦଳୀ ଗୁଛ କଣ ବର୍ଷ ତଳେ ଦେଲି ପାଉଁଶ, ଦେଖିବ ଘର ସରଧା। ୟାଠୁ ସାରିଆଲିଷ୍ଟ କଣ ହେଇପାରେ? ୟା ସାথে ପ୍ରଥମ ଧାରିଶ ଦ୍ୱିତୀୟ କି ସମ୍ପର୍କ ନାହିଁ। ये हूँ सारियालिज्म। 20 वर्ष भितर ये कविता पूरा विलुप्त हो गला। किंतु ये जो गोटे स्वैराचार परंपरा सृष्टि है, नायक जलप्रपात भली आधुनिक कविता छुटी चलता। मु कहूना जे समग्र आधुनिक कविता जगत फेजाओ, हजार कविता भर जोड़ी निश्चय उत्तीर्ण कविता थी, काव्यिक प्रेरणा रही। किंतु এই পরম্পরা এক মারাত্মক পরিস্থিতি সৃষ্টি কলা। বিপুল আধুনিকতা নামে স্বৈরাচার কবিতা। মোর জনে বন্ধু উদাহরণ কোটি দৌড়ি যদি কেউ শুনেছে ক্ষমা করি, তার পুনরাবৃত্তি করছি। জনে মোর বন্ধু ডক্টর আনন্দ কুমার বলে লেখক, ফলরে বড় লেখক, ভাল লেখক হয়েছে। গোটে গল্পপতি কৌতুক দিনে গোটে বণ পাখে দেখি রাস্তার গোটে আধুনিক কবিতা হচ্ছে। তো হঠাৎ সে গোটে আত্মা শুনিলা, মতো রক্ষা কর, মতো রক্ষা কর। কোউঠু আবেদন আসুଛି। সে ଦେଖିଲା গোটে শুখিলা পুরোনা কূଅ ভিতরে, কূଅ ভଳିଆ গোটে ଗର୍ତ୍ତ ଭିତରେ ସିଂହଟିଏ ପଡ଼ିଯାଇଛି। ତ ସେ ସିଂହ ସେଠି କହିଲା ତାକୁ, ଯେ ମୋତେ ଟିକେ ଉଦ୍ଧାର କରନ୍ତୁ। ଆପଣ ଅନେକ ଲୋକ ଗଲେଣି, ମୋତେ ଦେଖି ଡରି ଯାଉଛନ୍ତି, ଆପଣ ଡରନ୍ତୁ ନାହିଁ, ମୁଁ ଆପଣ ଜବାବ ଦେଉଛି, ଆପଣ କିଛି କ୍ଷତି କରିବେନି। ତମେ ଯେତେବେଳେ ସିଂହ ମୁଁ ମଣିଷ, ମୁଁ ବିଶ୍ୱାସ କେମିତି କରିବି? ଆପଣ ବିଶ୍ୱାସ କରନ୍ତୁ, ମୁଁ ଧର୍ମ ନାମରେ, ଭଗବାନ ନାମରେ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି, ମୁଁ କ୍ଷତି କିଛି କରିବି ନାହିଁ। ନା ମୋର ଗୋଟେ ସର୍ତ୍ତ କିନ୍ତୁ ଅଛି। ମୋର କବି କହୁଛନ୍ତି, এই যে যাଉଛି ସେ ଆଧୁନିକ କବି, କଣ ସର୍ତ୍ତ? ନା ତମେ ମୋର କବିତା ଶୁଣିବ ବସିକି। ନିଶ୍ଚୟ ନିଶ୍ଚୟ ସୌଭାଗ୍ୟ ମୋର କଣ ହେଇପାରେ। ସେଉଠୁ ସେ ସିଂହକୁ ଉଦ୍ଧାର କଲେ ଏବଂ ସିଂହ ବଡ଼ ବିନମ୍ରରେ ବସିଲେ। କବି କବିତା ଆବୃତ୍ତି ଆରମ୍ଭ କଲେ। ଘଣ୍ଟା 2 ଘଣ୍ଟା 3 ଘଣ୍ଟା ଗଲାନି ଏବଂ ଦେଖିଲେ ସିଂହ ଆଖିରୁ ଝରଝର ଲୁହ ପଡ଼ିଛି। ଆହା, ତୁମେ ଏଡି ବଡ଼ ଭାବୁକ ହେ ସିଂହ, କୌଣସି ମଣିଷ ପାଖରୁ ଏ ସ୍ୱାକୃତି ପାଇନି। ତମେ କବିତା ଶୁଣିକି ସିଂହ ପଚାରୁଛି, ଆଜ୍ଞା ଆଉ କେତେ ବାକି ଅଛି? ଆଉ 2 ଘଣ୍ଟା ଅଛି, ମତେ କୌଣସି କୂଅ ଭିତରେ ପକେଇ ଦିଅନ୍ତୁ। यार परिप्रेक्षी भारतवर्ष नहीं, जेकोसी देश हो परिप्रेक्षी। किंतु गोटाए कहानी, गोटाए 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 विपुल प्रकृति हेले आम समस्ते आशा करूँ, आशा कर बुझा यार पचर कि सत्य रही। बर्तमान समस्या है, आज विशेष समय ना, मुझे खाली कहना चाहे जे यही जो गोटे विलंबित जुग,
গোটাଏ ବିଶୃଙ୍ଖଳ ଯୁଗ, ଗୋଟାଏ ସଂହତି ଶୂନ୍ୟ ଯୁଗ ଗୋଟାଏ। ଏଥିରେ ଲେଖକର କର୍ତ୍ତବ୍ୟ କ'ଣ ସେଇ ଯୁଗଧାରା ସହିତ ଭାସିଯିବା ନା ତାଠୁ ଅଧିକ କିଛି କରିବା? ଆମେ ଟିକିଏ ସାହିତ୍ୟ ପ୍ରାଚୀନ ଉତ୍ସକୁ ଫେରିଯିବା, ସାହିତ୍ୟ ସୃଷ୍ଟି କାରଣ କ'ଣ ସେଠିକୁ ଫେରିଯିବା। ଜୀବନ ସହିତ ଯିଏ ଯାଏ ସେ ସାହିତ୍ୟ, କିନ୍ତୁ ସେଇ ଜୀବନ ନିଶ୍ଚିତ ଭାବରେ କେବଳ ମାତ୍ର ପ୍ରଚଳିତ ଜୀବନଧାରା ନୁହେଁ, ଜୀବନ ଭିତରେ ଲୁଚିକି ରହିଥିବା ବହୁ ସମ୍ଭାବନାର ସ୍ଫୁରଣ। ସାହିତ୍ୟ ତିନୋଟି ଧାରା ରହିଛି। ଗୋଟିଏ ହେଉଛି ଯୋଉ ଲେଖା, ତାକୁ ସାହିତ୍ୟ ବୋଲି ମୁଁ କହିବିନି, କିନ୍ତୁ ଆମେ କୋଉ ସଚରାଚର ସାହିତ୍ୟ, ଯୋଉ ଲେଖା ଆମକୁ ଚେତନାକୁ ଅଧପତିତ କରେ, ଯୋଉ ଲେଖା ତାକୁ ମୁଁ ସାହିତ୍ୟ କହିବି ଯିଏ ଆମ ଚେତନାକୁ ପ୍ରସାରିତ କରେ ଏବଂ ଯିଏ ଆମ ଚେତନାକୁ ଟିକେ ଉର୍ଦ୍ଧ୍ୱକୁ ନେଇଯାଏ। ଯେତେ ପ୍ରଥମ ସାହିତ୍ୟ ରଚନା ହେଉଛି ବାଲ୍ମୀକି, ପ୍ରଥମ କବି, ଆଦି କବି। ତାଙ୍କ ପ୍ରେରଣାଟି ଥିଲା କ'ଣ? ଦୁଇଟି ପକ୍ଷୀ ଖେଳୁଛନ୍ତି ଆନନ୍ଦରେ, ସଂହତି, ହାରମୋନି। ହଠାତ୍ ଗୋଟେ ବ୍ୟାଧ ସେଇ ପକ୍ଷୀରୁ ଗୋଟିଏ ମାରି ପକାଉଛି। ତାଙ୍କର ଅଭିଶାପ ହେଲା ଯେ ତୁ ଏଇ ଯୋଉ କାମଟି କଲୁ, ଏଇ ସଂହତିକୁ ତୁ ଧ୍ୱଂସ କରିଦେଲୁ, ତେଣୁ ତୁ ସମାଜରେ ଟିକେ ପ୍ରତିଷ୍ଠା ପାଇପାରିବୁ ନାହିଁ। ଅର୍ଥାତ୍ ଯେଉଁମାନେ ସଂହତି ବିରୋଧରେ ଯାଆନ୍ତି ସେମାନେ ଆଜି କ୍ଷମତାଶାଳୀ ହେଇପାରନ୍ତି, ଆଜି ସେମାନେ ଖୁବ୍ ପ୍ରଭାବଶାଳୀ ହେଇପାରନ୍ତି, କିନ୍ତୁ ଦିନେ ନା ଦିନେ ଯେତେବେଳେ ସାହିତ୍ୟ ଭବିଷ୍ୟତବାଣୀ ପରିପୂର୍ଣ୍ଣ ହେବ, ଜୀବନ ଯେତେବେଳେ ଅଧିକ ସମୃଦ୍ଧ ହେବ, ଅଧିକ ଚେତନାବନ୍ତ ହେବ, ସେତେବେଳେ ସଂହତି ବିରୋଧୀମାନେ ନୁହନ୍ତି, ସଂହତିର ପୂଜକମାନେ ଯେତେବେଳେ ହେବେ ସମାଜ ପ୍ରତିଷ୍ଠିତ। ଯେତେବେଳେ ବ୍ୟାସଦେବ ମହାଭାରତ ରଚନା କରୁଛନ୍ତି ତାଙ୍କୁ ସହାୟତା କରୁଛନ୍ତି କିଏ? ଦେବତାମାନେ ଆସିକି ସାହିତ୍ୟରେ ସହଯୋଗ କରୁଛନ୍ତି। ଡିକ୍ଟେସନ ତାଙ୍କର ପଢି ଯାଉଛନ୍ତି, ସେ କହି ଯାଉଛନ୍ତି, ଲେଖି ଯାଉଛନ୍ତି ସ୍ୱୟଂ ଗଣେଶ। ଯେତେବେଳେ ପୃଥିବୀ ପ୍ରଥମ ନାଟ୍ୟ ବିଶାରଦ ଭରତ ମୁନି ଏକ ନାଟକ ଅଭିନୟ ପାଇଁ ଯାଉଛନ୍ତି, ଦେଖିଲେ ତାଙ୍କର ଯେ ନାୟିକା, କୌଣସି ମଣିଷ ଭିତରେ ସେ ନାୟିକାର ସନ୍ଧାନ କରିପାରିଲେ। ସେ ନାୟିକା ଭୂମିକାରେ ଯେ ଅବତୀର୍ଣ୍ଣ ହବ, ସେଭଳି ଚରିତ୍ର କିମ୍ବା ସେଭଳି ଚେହେରା କିମ୍ବା ସେଭଳି ବିଶ୍ୱତ୍ୱ ସେ କାହାକୁ ଦେଖୁନାହାନ୍ତି। ସେ ରୂପସୀଙ୍କୁ ଅନୁରୋଧ କଲେ, ଯଦି କିଛି ମନେ ନ କର, ଗୋଟେ ମଣିଷ ନାୟକ ସାଙ୍ଗରେ ତୁମେ ଅଭିନୟ କରିବ କି? ସେ କହିଲେ, ହେ ଋଷି, ଯଦି ଆପଣ କହୁଛନ୍ତି ମୁଁ ନିଶ୍ଚୟ ଅଭିନୟ କରିବି। ଏବଂ ରୂପସୀ ସ୍ତରରେ ମଣିଷ ସାହିତ୍ୟ ସହିତ ସଂଯୁକ୍ତ ହେଉଛନ୍ତି। ଆମ ସାହିତ୍ୟ ପରମ୍ପରା ହେଉଛି, ଏବଂ ଆମେ କଦାପି ବିଶ୍ୱାସ କରିବା ନାହିଁ ଯେ ଏହି ପରମ୍ପରା କିଛି ଭବିଷ୍ୟତ ନାହିଁ। ଆଜି ଯଦି ମଣିଷର କିଛି ସାହିତ୍ୟ, ଆମେ ସାହିତ୍ୟିକ ଅଛୁ ବୋଲି କଥା କହୁଛି, ଆମର ଯଦି କିଛି କର୍ତ୍ତବ୍ୟ ଥାଏ ଆଜି, ସେ କର୍ତ୍ତବ୍ୟ ହେଉଛି ଯୋଉ ଅସଂଗତି ଆମ ନିଜ ଭିତରେ ଘଟିଛି। ମୁଁ ଯାହା କହିଲି ଯେ ଆମେ ନିଜଠୁ ନିଜେ ନିର୍ବାସିତ, ନିଜର ଗୋଟେ ଅନ୍ତର୍ଜୀବନ ରହିଛି, ଗୋଟେ ସୌମ୍ୟ ଶାନ୍ତ ଆନ୍ତର୍ଚେତନା ରହିଛି, ତାଠୁ ଆମେ ନିର୍ବାସିତ ହେଇକି ସବୁବେଳେ କେବଳ ବାହାରେ ରହୁଛୁ। ଏବଂ ବାହାରର ଘଟଣାବଳୀ ଆମକୁ ଏତିକି ପ୍ରଭାବିତ କରୁଛି ଯେ ଆମେ ନିଜେ କେତେବେଳେ ବୁଝିପାରୁନା ଆମେ ଗୋଟେ କେତେବେଳେ କାମ କରିବୁ। ମଣିଷ ଭିତରେ ଉଭୟ ଖରାପ ଭଲ 2000 ବର୍ଷ ତଳେ ଯାହା ଥିଲା, 3000 ବର୍ଷ ତଳେ ଆଜି ବି ସେ ଅଛି। 1000 ବର୍ଷ ତଳେ ଆପଣମାନେ ଯୋଗାଯୋଗ ବିଦେଶ ଯାଉଥିବେ, ଲୋକ ଯାଉଥିବେ, ଗୋଟେ ଆଭିଆନ ବୋଲି ଦେଖାଉଥିବେ, ଟୁରିଷ୍ଟ ମାନଙ୍କୁ ଦେଖା ହୁଏ। 100 ମାଇଲ ପର୍ଯ୍ୟନ୍ତ କୀର୍ତ୍ତିଦାସ ମାନଙ୍କୁ କୁଶବିଦ୍ଧ କରାଯାଇଥିଲା। ହଜାର କୀର୍ତ୍ତିଦାସ, କାରଣ ସେମାନେ ସ୍ପାର୍ଟାକାସ ନେତୃତ୍ୱରେ ଦିନେ ବିଦ୍ରୋହ କରିଥିଲେ କୀର୍ତ୍ତିଦାସ ମୁକ୍ତ ହେବା ପାଇଁ। ଆଜି ମଧ୍ୟ ମଣିଷ ଯେତେବେଳେ ଜର୍ମାନ ଜିଉ ବିରୁଦ୍ଧ ଆରମ୍ଭ କଲା ଅଭିଯାନ, କଳ୍ପନା କରନ୍ତୁ, ଦିବାଲୋକରେ ହଜାର ନୁହେଁ ଲକ୍ଷ ଲକ୍ଷ ସଂଖ୍ୟକ ଜର୍ମାନୀ ନାଗରିକ ମାନଙ୍କୁ ପ୍ରକାଶ ଦିବାଲୋକ ଧରି ନେଇକି ଗୋଟେ ଗ୍ୟାସ ଚେମ୍ବାର ଭିତରେ ଭର୍ତ୍ତି କରି ମରାଗଲା। କେତେ ବର୍ଷ ତଳର କଥା। एकदा कंस बोधे देवकीको शिशुମାନଙ୍କୁ ସେତିକି ମାରି ପକାଉଥିଲା। ତାର ହେତୁ ଥିଲା, କାରଣ ଥିଲା, ତୋରକ୍ଷା ପାଇଁ ଶିକ୍ଷା କରୁଥିଲା। ଯେତେବେଳେ ଜାପାନୀ ପ୍ରଥମ ଦ୍ୱିତୀୟ ଉଭୟ ମହାଯୁଦ୍ଧ ବେଳେ ଯେତେବେଳେ ଜାପାନୀ ମାନେ ଦେଶ ଜୟ କରୁଛନ୍ତି, ଦ୍ୱିତୀୟ ମହାଯୁଦ୍ଧ ବେଳେ ବିଶେଷ କରି ମଙ୍ଗୋଲିଆ ଅଞ୍ଚଳରେ ଶିଶୁମାନଙ୍କୁ ଟାଙ୍ଗି ଦେଇକି ଟାର୍ଗେଟ ପ୍ରାକ୍ଟିସ କରାଯାଉଥିଲା। ଏସବୁ ଡକୁମେଣ୍ଟେଡ କଥା, ଏସବୁ କିଛି ଭୁଲ କଥା କିଛି ନୁହେଁ। ଆପଣମାନେ याकू कौन कहे? कालीगुला गोटे रोमान सम्राट तार शत्रु को सी कौन कर दंड देवाई शत्रु देह बहुमुखी देखी
ବିରୁଡି ମାନଙ୍କୁ ଛାଡ଼ିଦେବ ତା ଉପରେ। ଏ ବହୁ ବର୍ଷର କଥା। 1965 ମସିହାରେ ମୁଁ ଭେଟିଥିଲି ଜଣେ ମୋର କମ୍ରେଡ୍ ଡିଏନ୍ ଆଇଡି ଇଣ୍ଡୋନେସିଆନ୍ କମ୍ୟୁନିଷ୍ଟ ପାର୍ଟିର ସେକ୍ରେଟାରୀ। 56 ମସିହା ମୁଁ ତାକୁ ଭେଟିଥିଲି। 66ରେ ଇଣ୍ଡୋନେସିଆ ଗୋଟେ ସିଭିଲ ୱାର୍ ହେଲା, ଗୃହଯୁଦ୍ଧ ହେଲା ଇଣ୍ଡୋନେସିଆରେ। କମ୍ୟୁନିଷ୍ଟ ପାର୍ଟି ଚେଷ୍ଟା କରୁଥିଲେ କ୍ଷମତା ଆୟତ୍ତ କରିବା ପାଇଁ, କିନ୍ତୁ ଅବସ୍ଥା ଓଲଟିଗଲା ଏବଂ ସେମାନେ ବିଧ୍ୱସ୍ତ ହୋଇଗଲେ କମ୍ୟୁନିଷ୍ଟ ପାର୍ଟି। ସେତେବେଳେ ଯେଉଁ ଆଇଡିକୁ ଭେଟିଥିଲି ଅତି ସମ୍ଭ୍ରାନ୍ତ ଯୁବକ, ବୁଦ୍ଧିମାନ, ତାଙ୍କୁ ଧରି ନେଇକି ବିଷାକ୍ତ ଇଣ୍ଡୋନେସିଆର ଅରଣ୍ୟ ଭିତରେ, ଜାଭା ଦ୍ୱୀପର ଗୋଟେ ଅରଣ୍ୟ ଭିତରେ ଯୋଉଠି ଗୋଟେ ପରେ ବିଷାକ୍ତ ପିମ୍ପୁଡ଼ି ଥାଆନ୍ତି, ସେଇ ପିମ୍ପୁଡ଼ି ହୁଙ୍କା ଉପରେ ଗୋଡ଼ ହାତ ବାନ୍ଧି ପକେଇ ଦିଆଗଲା। ପିମ୍ପୁଡ଼ି ମାନେ ତାକୁ କାଟି କାମୁଡ଼ି ତାକୁ ଜୀବନ ଦେଲେ। ମଣିଷ କିଛି ମଣିଷ ଏକଦା କାନିବାଲ ଥିଲେ, ନରମାଂସାଶୀ ଥିଲେ। ଆପଣ ଅବଶ୍ୟ ଜାଣନ୍ତି 20 ଶତାବ୍ଦୀରେ 2 ଜଣ ରାଷ୍ଟ୍ରପତି, 2 ଜଣ ରାଷ୍ଟ୍ର ନାୟକ ବୋକାସା ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକର ଯେ ନିଜକୁ ନିଜେ ସଂକଳନ କରିଦେଇଥିଲେ ଏବଂ ଇଡି ଆମିନ୍ ଏମାନେ ବିଚାର ହେଇଥିଲା ନରମାଂସ ଫଳ ଅଭିଯୋଗରେ ସେମାନେ ଖାଉଥିଲେ। ତେଣୁ ମଣିଷ ଭିତରେ ଯୋଉ ଅନ୍ଧକାର ଥିଲା ସେଟା ରହିଛି, କିନ୍ତୁ ତା ସଙ୍ଗେ ସଙ୍ଗେ ସଭ୍ୟତାକୁ ଆଗେଇ ନେଇ ଆସି ଅନ୍ଧକାର ନୁହେଁ। ଏଗୁଡ଼ିକ ଆମର ଗୌରବ ଇତିହାସର ଗୌରବଜନକ ଘଟଣା ନୁହେଁ, ଗୋଟା କଳଙ୍କିତ ଘଟଣା ବୋଲି ଆମେ ସ୍ୱୀକାର କରୁ। এই দুই দিଗ সম্পর্কে লেখক সচেতন রহবে। কিন্তু যা কହୁଥିଲି ହୁଏତ ଆମର ଅବଦାନ ହବ ଏଇ ଯୋଉ ସମ୍ମିଶ୍ରିତ ଚେତନା ତାକୁ ଆଉ ଟିକେ ତଳକୁ ନେଇ ଆସିବା, ତାକୁ ପ୍ରସାରିତ କରିକି ଜୀବନର ବ୍ୟାପକତା ସମ୍ପର୍କରେ ଆଭାସ ଦେବା, କିମ୍ବା ଅନ୍ତତଃ ତାକୁ ଉଚ୍ଚକୁ ନେବାକୁ ଚେଷ୍ଟା କରିବା। ଉଚ୍ଚ କରିବାର ଚେଷ୍ଟା ନୁହେଁ ଯେ ଆମେ ଖାଲି ଭଗବାନଙ୍କ ଗୁଣଗାନ କରୁଥିବା, ସଦସ୍ୟ ସୁନ୍ଦର ସ୍ଲୋଗାନ ଦେଉଥିବା, ତା ନୁହେଁ। ଯେତେବେଳେ ରେବତୀ ଗଳ୍ପର ଶେଷରେ ଆପଣ ପଢୁଛନ୍ତି लो रेवती, लो रेवी, लो चुली, लो कोड़ा बोले, हाँ लो निया, जो विषाद से विषाद किंतु गोटे गठनमूलक विषाद, सहानुभूतिर विषाद। आपण खाली रेवती दैन्य अनुभव करूना, मानवता दैन्य अनुभव कर। ये हूँ अवदान, साहित्य को अवदान। नास्तिकता किसी नहीं अथच विराट गोटे चेतनागत सहानुभूतिर शक्ति कार्य कर किंबा नास्तिकता भी थाई पारे। धरतु आम कथा सागर गोटे कहानी जस जाकि विवृत कर टेल्स 3 जन युवक, उच्छृंखल युवक हठात खबर पाँच राजधानी पाखे गोटे अरण्य भितर गोटे राक्षस आसिक रही। राजा कहते जी से राक्षस को बांधि पार से राज्य अर्थिक राज्य को राज करने पाए। 3 बंधु चलीगले। गुंफा भितर राक्षस शोची बोली से खबर पाँच सतर्क पदक्षेप देखुं राक्षस को मारे उच्चत कर छुरिका और लाठी हठात आखि झलसी जाऊँगी से गुंफा भितर हेरा नीला मूर्ति मारे गोटे आबोज राक्षस करेगलानी केमी घर को बहकी लेकिन जावा सान को पठे दिया गोटे सहर नहीं आस आ किसी खाद्य पेय नहीं आस सारा दिन रहा पड़ो दिवार पर नवा उचित हम ना लोके देखिए। सन्ध्या बेलू से युवक जो आसूँ पूर्व आउ जो 2 बंधु जगिक रही धरी रोचे 3 भाग कौन दरकार आम 2 भाग करदे और ये सिद्धांत प्रस्तुति रही तृतीय बंधु जो फेरिक आसुच्ची शगड़ ओह्ल पड़ो सी छुरिका घात कर विराज कर 2 बंधु से ऐश्वर्य को भाग करने पूर्व से जो खाद्य पेय आनी सद्भाग में बसी जाऊँ। तृतीय बंधु कम ज्ञानी नाला बुद्धिमान नाला जो खाद्य से नहीं आसे से विषाक्त भयावह विष मिसे नहीं आस 2 बंधु जो खाईदे सी सूर्य अस्त गला राक्षस जो से रहा निज भीतर जो राक्षस थिला लोभर राक्षस विश्वासघातकता राक्षस से आम साहित्यिक माने आमर जो यही परंपरा या सत्वे आम कर्तव्य कौन हो पाए कहवा बदल ये स्पष्ट आम चेतना को अधगत को नहीं जाना मनीष व्यापक करवा किंबा जो उत्साहित कर आम प्रेरणा केतवे कहूँ ना चेतना तौक जाओ। बंधुगण बहुत धन्यवाद।
ସମୟକୁ ସୀମିତ ଆଉ କୃତଜ୍ଞ ଉଭୟ ସୌମ୍ୟ ବାବୁଙ୍କ ପ୍ରତି ଏବଂ ଇଶାନ ବାବୁଙ୍କ ପ୍ରତି କୃତଜ୍ଞ ଆପଣଙ୍କ ପ୍ରତି